ବୃକ୍ଷ ରାଜିର ଯତ୍ନ ଫଳରେ ମା ମାଟିର ସୁରକ୍ଷା ସହ ସୁସ୍ଥ ବାତାବରଣ ମିଳିଥାଏ। ତେଣୁ ଏହି ପରିପ୍ରେକ୍ଷୀରେ 75ତମ ବନ ମହୋତ୍ସବ ଉପଲକ୍ଷେ ରିଆମାଳ ବ୍ଲକ ଅନ୍ତର୍ଗତ ପରା ଗ୍ରାମରେ ବୃକ୍ଷଟିଏ ମା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏମ୍ପିକେ ସୁଭାଗିନୀ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଉକ୍ତ ଉତ୍ସବରେ ପରା ଗ୍ରାମ ପଞ୍ଚାୟତର 74ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ଉପକାରିତାର ବାର୍ତ୍ତା ବାଣ୍ଟି ଲୋକମାନଙ୍କୁ ସଚେତନ କରିଥିଲେ। ତାପରେ ସ୍ଥାନୀୟ ପୋଖରୀ ନିକଟରେ ବୃକ୍ଷରୋପଣ କରି ବୃକ୍ଷଟିଏ ମା ପାଇଁ ସ୍ଲୋଗାନ ଦେଇଥିଲେ। ସରପଞ୍ଚ ପପିନା ବିଶ୍ୱାଳ, ଅଙ୍ଗନବାଡ଼ି କର୍ମୀ ନମିତା ପଟ୍ଟନାୟକ, ସ୍ୱେଚ୍ଛାସେବୀ ତପନ କୁମାର ନାୟକ ସମେତ ପଞ୍ଚାୟତର ସମସ୍ତ ସିଆର୍ପି ଆଶାକର୍ମୀ, କୃଷିମିତ୍ର, ପ୍ରାଣୀମିତ୍ର ଏବଂ ଏସ୍ଏଚ୍ଜି ଗ୍ରୁପର ସଦସ୍ୟା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, RN ଓଡ଼ିଆ ନ୍ୟୁଜ୍।